ଦେଖନ୍ତୁ ନବୀନ ବାବୁ ମୁଁ କହିଲି ଦଳର ସର୍ବମାନ୍ୟ ନେତା ଆମେ ସମସ୍ତେ କର୍ମୀ ନବୀନ ବାବୁ ଲିଡର ନବୀନ ବାବୁଙ୍କର ନାଁରେ ଭୋଟ ନବୀନ ବାବୁଙ୍କ ସାଙ୍ଗରେ ସାଧାରଣ ଲୋକ ଅଛନ୍ତି ଏବଂ ଦେଖନ୍ତୁ ନବୀନ ବାବୁଙ୍କର 24 ବର୍ଷର ଇତିହାସ ଆପଣ ଦେଖନ୍ତୁ ସରକାର ସମୟରେ କୌଣସି ଡିସିସନ ନବୀନ ବାବୁଙ୍କର ଭୁଲ ହେଇନି ଏବଂ ଏଇ 2 ବର୍ଷରେ ଲୋକ ନବୀନ ବାବୁଙ୍କୁ କୋଉଭଳି ଭାବରେ ଝୁରୁଛନ୍ତି ଆପଣ ଦେଖନ୍ତୁ ନବୀନ ବାବୁ ଗୋଟିଏ ଜିନିଷ ନବୀନ ବାବୁଙ୍କର ନବୀନ ବାବୁ ମିଛ କହିପାରିଲେନି ଯୋଉଟା ଏମାନେ ମିଛ କହିକି 300 ୟୁନିଟ୍ ବିଜୁଳି ଦେଇଦେବା 3500 ଟଙ୍କା ଭତ୍ତା ଦେଇଦେବା ଏଇ ଦେଖନ୍ତୁ 2 ମାସ ହେଇଗଲାଣି ଭତ୍ତା ପାଇନାହାନ୍ତି ଆଉ ଗୋଟେ ମାସ ହେଇଗଲେ ଏଇ 15 ତାରିଖ ଦିନ 3 ମାସ ହେଇଯିବ 750 800 କୋଟି ଟଙ୍କା ବର୍ତ୍ତମାନ ଦବାକୁ ପଡିବ ସରକାର ପାଖରେ ପଇସା ନାହିଁ ଆଗକୁ ଚାକିରିଆ ମାନେ ଦେଖନ୍ତୁ ଦରମା ମଧ୍ୟ ପାଇବେ ନାହିଁ ନବୀନ ବାବୁଙ୍କର କୌଣସି ନବୀନ ବାବୁ ମିଛ କୁହନ୍ତିନି ରଘୁକୁଳ ରୀତି ସଦା ଚାଲିଏ ପ୍ରାଣ ଯାଏ पर वचन न जाए ଯାହା କୁହନ୍ତି ତାକୁ ଅକ୍ଷର ଅକ୍ଷର ପାଳନ କରନ୍ତି କାରଣ କଣ କରିହବ ମୁଁ ଯୋଉଟା ଇସ୍ତେହାର ଦଉଛି ନିର୍ବାଚନ ପୂର୍ବରୁ ସେଟା ମୁଁ ଆକ୍ଚୁଆଲି କରିପାରିବି ନା ନାହିଁ ଏମାନେ ମିଛ କହିକିନା ଭୋଟ ନେଇଗଲେ ବର୍ତ୍ତମାନ ତାକୁ ସେ ପ୍ରତିଶ୍ରୁତିକୁ ପାଳନ କରିପାରୁନାହାନ୍ତି ଲୋକ ତାର ଦେଖନ୍ତୁ ତା ପ୍ରତିଫଳନ ପଞ୍ଚାୟତ ନିର୍ବାଚନରେ ହବ ଏବଂ ଦେଖନ୍ତୁ ଆଜ୍ଞା ଇଏ ସବୁ ମାନେ କିଛି ରଙ୍ଗ ନ୍ୟାରେଟିଭ ଯୋଉମାନେ ନବୀନ ବାବୁଙ୍କ ସାଙ୍ଗରେ ଯୋଉମାନେ ତୁଳନୀୟ ନୁହନ୍ତି ନବୀନ ବାବୁଙ୍କୁ କୌଣସି ପରିସ୍ଥିତିରେ ଯୋଉମାନେ ହରେଇ ପାରିନଥାନ୍ତେ ଏ ସବୁ ଫଲ୍ସ ନ୍ୟାରେଟିଭ ସେଟ୍ କଲେ ଯୋଉଟା ଆଜି ଦୁଧ କା ଦୁଧ ପାନି କା ପାନି ହେଇଯାଇଛି ଆପଣ ଦେଖନ୍ତୁ ରତ୍ନ ଭଣ୍ଡାର ଚାବି ପଳେଇ ଯାଇଥିଲା ତାମିଲନାଡୁ ରତ୍ନ ଚୋରି ହେଇଯାଇଥିଲା ପୁଣି ବର୍ତ୍ତମାନ ତାଙ୍କରି ସରକାର କୋଉଠି ରତ୍ନ ଚୋରି ହେଇଥିଲା କୋଉଠି ତାମିଲନାଡୁ ଯାଇଥିଲା ସେ କଥା ଲୋକ ଜବାବ ପାଇସାରିଲେଣି ଆପଣ ଦେଖନ୍ତୁ ବିଏସକେୱାଇ ଆୟୁଷ୍ମାନ ବିଏସକେୱାଇ ଠୁ ଭଲ ବିଏସକେୱାଇ ଖରାପ ଥିଲା ବର୍ତ୍ତମାନ ଲୋକ ଜାଣିପାରୁନାହାନ୍ତି ଆପଣ ଯାଆନ୍ତୁ ହସ୍ପିଟାଲ ଯାଆନ୍ତୁ ଲୋକମାନେ କୋଉ ଭଳି ଭାବରେ ଯମ ଯନ୍ତ୍ରଣା ପାଉଛନ୍ତି ଆପଣ ଦେଖନ୍ତୁ ଏଇ ଭତ୍ତା କଥା କହିଥିଲେ ଆଜ୍ଞା ନବୀନ ବାବୁଙ୍କର ଡିସିସନ କେବେ ଭୁଲ ନଥିଲା ଏ 2 ବର୍ଷ ଭିତରେ ସେଟା ଆହୁରି ଭଲ ଭାବରେ ପ୍ରମାଣିତ ହେଇଛି जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।